এই কুকুର କହିଥିଲେ କ'ଣ କୁକୁର ହେଇଯିବ ଏଇଟା ଗୋଟେ କୁକୁରଟା କାଳିଆ ହେଇଠି ପୁରା କାଳିଆ ଏଇ କ'ଣ କୁକୁର ହେଇଗଲା। ଦେଖନ୍ତୁ ଗୋଟେ ଜଣେ ପ୍ରଯୋଜକ ନଥିଲେ କଳାକାରର କିଛି ଭ୍ୟାଲୁ ନାହିଁ, କଳାକାର ନଥିଲେ ପ୍ରଯୋଜକଙ୍କର ବି କିଛି ଭ୍ୟାଲୁ ନାହିଁ, ଉଭୟଙ୍କ ପାଇଁ ପରିପୂରକ। ଏ ଯେଉଁ କୁକୁର କଥାଟା କହିଦେଇଛନ୍ତି କେଉଁ ପରିସ୍ଥିତିରେ କହିଛନ୍ତି ଆମେ ସେଇଟା ମାନେ ଆମେ ଜାଣିନୁ। ହୁଏତ ତାଙ୍କ କଳାକାର ତାଙ୍କୁ ଆଘାତ ଦେଇଥାଇପାରେ, ଯେଉଁଠି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି କଲା ପରେ ବି ସେ ଲସ୍ ହେଉଛନ୍ତି। ହୁଏତ ତାଙ୍କର କ'ଣ ଗୋଟେ ଅସୁବିଧା ହେଇଛି ଯାହାଫଳରେ କି ସେ କୁକୁର କହିଦେଇଛନ୍ତି। ତା କୁକୁର କହିଦେଲେ ବୋଲି ଆମେ କ'ଣ କୁକୁର ହେଇଯିବୁ। ଏଇ କୁକୁର କହିଦେଲେ କ'ଣ କୁକୁର ହେଇଯିବ ଏଇଟା ଗୋଟେ କୁକୁରଟା କାଳିଆ ହେଇଠି ପୁରା କାଳିଆ ଏଇ କ'ଣ କୁକୁର ହେଇଗଲା। ନାଇଁ କେଉଁ ପରିସ୍ଥିତିରେ କହିଦେଇଛନ୍ତି। ଯଦି ଠିକ୍ ଅଛି, ଯଦି ବି ସେ କହିଛନ୍ତି ତାଙ୍କ ବଡ଼ପଣରେ ସିଏ ମାନେ ଇଏ ହେଇଯିବା ଦରକାର। ଆଉ କ'ଣ ସେ କଳାକାରଙ୍କୁ ବି ବହୁତ ଭଲ ପାଆନ୍ତି, ମୁଁ ଯେତିକି ଜାଣିଛି ଶୁଣିଛି ଯେତିକି ସେ ବହୁତ ଭଲ ପାଆନ୍ତି ପ୍ରଯୋଜକ। ସିଏ କହିଦେଇଛନ୍ତି ଆଉ ବାସି ରୁଟି ଖାଇବା କଥା, ବାସି ରୁଟି ଡକ୍ଟରମାନେ କହୁଛନ୍ତି ବାସି ରୁଟି ଖାଅ ହେଲା, ଫର୍ମେଣ୍ଟେଡ୍ ରାଇସ୍ ଖାଅ, ମାନେ ପଖାଳ ଖାଅ, ପଖାଳ ଖାଅ ଭଲ। ଦହି 4 ଦିନ 5 ଦିନ ଦହି, ସେ ପୁଣି ତ ସେ ରୁଟି ତ ଗୋଟେ ଦିନର, ଦହି ତ 15 ଦିନ। ଆଉ ଆମ କଳାକାରମାନଙ୍କ କଥା କହୁଛି, ଯଦି ଆମେ କୁକୁର ହେଇକିରି ରାତି ସାରା ଭୋକି ଲୋକଙ୍କୁ ଏଣ୍ଟରଟେନ୍ କରିପାରୁଛୁ, ବାସି ରୁଟି ଖାଇପାରୁଛୁ, ତାହେଲେ ଆମେ ଲକ୍ଷ ଟଙ୍କା ନେବା ପାଇଁ ଆମେ ଟିକେ ଅଧିକ ପଇସା ନେବା ପାଇଁ ହକଦାର। ତା ଛଡ଼ା ଯାତ୍ରା ଭାଙ୍ଗିବ ଭୋରୁ ତ ଆମର ତ ଶ୍ରୀ ନାହିଁ ପାଖରେ ଯିଏ ଆମକୁ ସାଙ୍ଗେ ସାଙ୍ଗେ ବିରି ବାଟିକି ପିଠା କରିକି ଦେବ, ସେ ଯାହା ଜାମ୍ ଖାଇଦିଅ ଶୋଇପଡ଼ା କେମିତି। ଏଇଟା ବଡ଼ କଥା ନୁହେଁ ଆଜ୍ଞା, ସମସ୍ତେ ଖାଆନ୍ତି। ମୋ ଘରେ ବି ଆମେ ବାସି ରୁଟି ଖାଉ, ମୋ ଘରେ ବି ଆମେ ପଖାଳ ଖାଉ। ମୁଁ ତ ଘରେ କହେ ପଖାଳ ଖାଅ ଭଲ। ନିଶ୍ଚିତ ଭାବେ ଏଇଟା କଳାକାର ଯେଉଁ କଳାକାର କହିଲେ ସେ ମାନେ ସମସ୍ତ କଳାକାର ଛୁଙ୍କୁ ନେଇ କହିଛନ୍ତି, ତ ନିଶ୍ଚିତ ଭାବେ ସମସ୍ତ କଳାକାର ପାଇଁ ଗୋଟେ ବହୁତ ବଡ଼ ମାନେ ହୃଦୟ ବିଦାରକ କଥା। କାହିଁକିନା କୁକୁର ୱାର୍ଡ଼ଟା ସେଇଟା ହେଉଛି ମାନେ ସମସ୍ତେ ଜାଣିଛନ୍ତି କ'ଣ, ତେଣୁ ଏଇଟା କହିବା କଥା ନୁହଁ। ତେଣୁ ସିଏ ତାଙ୍କ ଯେହେତୁ ମାଲିକ, ତେଣୁ ତାଙ୍କ ବଡ଼ପଣରେ ସିଏ କହିଛନ୍ତି, ତେଣୁ ସେ ବାବଦରେ ଏତିକି କହିବି, ସେମିତି କହିବା କଥା ନୁହଁ ବାସ୍। ଏବେ ଯାତ୍ରା ପାର୍ଟି ଏବଂ କଳାକାର ଏବଂ ମାଲିକ, କଳାକାର ନ ରହିଲେ ପାର୍ଟି ହେଇପାରିବ ନାହିଁ ଏବଂ ମାଲିକ ନହେଲେ ପାର୍ଟି ହେଇପାରିବ ନାହିଁ, କି କଳାକାର ନଥିଲେ ଯାତ୍ରା ବି ହେଇପାରିବ ନାହିଁ। ତେଣୁ ସମସ୍ତଙ୍କୁ ନେଇ ସମସ୍ତେ ପରିପୂରକ, କେହି କାହାକୁ ନେଇ ଚାଲିପାରିବ ନାହିଁ। ତେଣୁ ଯେହେତୁ ମାଲିକ ସେମାନେ ଆମମାନଙ୍କର ବାପା, ତେଣୁ ସେମାନେ ସବୁ ଗାଳି ଦେବେ ଇଏ କରିବେ, କିନ୍ତୁ କୁକୁର ୱାର୍ଡ଼ଟା ଗୋଟେ କହିବା କଥା ନୁହଁ। ତେଣୁ ସେ ଯେହେତୁ କହିଛନ୍ତି କ'ଣ କାରଣ ପାଇଁ କହିଛନ୍ତି ସେ ନିଜେ ଜାଣିଥିବେ, କିନ୍ତୁ ଏଇଟା ଘର କଳାକାର ସଂଘକୁ ସମାଜକୁ ପୁରା ନିନ୍ଦା କଷ୍ଟଦାୟକ। ସମସ୍ତଙ୍କ କଳାକାର ହୃଦୟକୁ କଷ୍ଟ ହେଇଛି, କିନ୍ତୁ ଯେହେତୁ ସେମାନେ ମାଲିକ ତେଣୁ ତାଙ୍କ ବଡ଼ପଣରେ ସେମାନେ କହିଛନ୍ତି, ତେଣୁ ଆମେ ତ ଚାକର। Dreams University for Best Academy and Placement. Padmini Care Hospital for Best Healthcare.